ସର୍ବପ୍ରଥମରେ ଜୀବିତ ପରମେଶ୍ୱରଙ୍କୁ ଧନ୍ୟବାଦ। ପରମେଶ୍ୱର ଆଜି ଗୋଟିଏ ସୁନ୍ଦର ସମୟ ଦେଲେ, ଯାହାକି ପରମେଶ୍ୱର ବାକ୍ୟ ବହୁମୂଲ୍ୟ। ଆଜି ଟପିକ୍ ଅଛି ସଚେତନ ଥାଅ। ସଚେତନ ରହିବାର ଅଛି। ଅନେକ ପରିବାର ଆଜି ଅନେକ ଆମେ ସଚେତନରେ ଚାଲିପାରୁନାହିଁ। ସଚେତନ ବୋଲେ ସତର୍କ, ବିଭିନ୍ନ ପ୍ରକାର ସତର୍କରେ ଆମେ ସଚେତନରେ ସୁରକ୍ଷିତ ଭାବରେ ଆମେ ରହିବାର ଅଛି। ତାପରେ ଆମେ ପ୍ରଥମ ପିତର 1:13 ପଢ଼ିବା। କ'ଣ ଲେଖା ହେଇଛି? ଅତଏବ ଆପଣ ଆପଣ ମନରୂପୀ କତି ବନ୍ଧନ କରି ସଚେତନ ଥାଅ। ପୁଣି ଯୀଶୁଖ୍ରୀଷ୍ଟଙ୍କର ପ୍ରକାଶ ହେବା ସମୟରେ ଯେଉଁ ଅନୁଗ୍ରହ ତୁମମାନଙ୍କ ପ୍ରତି ପ୍ରଦତ୍ତ ସେଥିରେ ସମ୍ପୂର୍ଣ୍ଣ ଭରସା ରଖ। ଏଇଠି କ'ଣ ଲେଖାଯାଏ? ଅତଏବ ଆପଣ ମନରୂପ କତି ବନ୍ଧନ କରି ସଚେତନ। ଯେଉଁ ପରମେଶ୍ୱର ଆମର ଯେଉଁ ଦାୟିତ୍ୱ, ଯେଉଁ ଜିମ୍ମାଦାରୀ ଯେଉଁ ପରମେଶ୍ୱର ଆମକୁ ଦାୟିତ୍ୱ ଦେଇଅଛନ୍ତି, ଆମେ ସଚେତନ ରହିବାର ଅଛି। ପ୍ରିୟ ଲୋକମାନେ ଆଜି ଯେଉଁମାନେ ପରମେଶ୍ୱରକୁ ଜାଣିଅଛନ୍ତି, ଆଜି ସଚେତନ ହୋଇପାରୁନାହାନ୍ତି। କିଛି କିଛି ଲୋକମାନେ ଆମେ କ'ଣ ଯେମିତି ସଚେତନ ରହିବାର ଅଛି। ଆମର ପ୍ରାର୍ଥନା ଲାଇଫରେ, ଆମର ଯେକୌଣସି କର୍ମରେ କି ମଣ୍ଡଳୀ ଭିତରେ ଆମେ ସଚେତନ ରହିବାର ଅଛି। ଯାହାକି ଆମେ ଦେଖୁଅଛୁ, ଗୋଟିଏ ଯିଏ ଯାହାକି ଚାକିରି କରି, ଯାହାକି ଗଭର୍ଣ୍ଣମେଣ୍ଟର ସର୍ଭିସ୍ କରୁଛି, ସେ ତାର ପରଫେକ୍ଟ ଟାଇମ୍ ଅଛି। ଯେହେତୁ ଆମେ ପରମେଶ୍ୱରକୁ ଜାଣିଅଛୁ, ଆମେ କ'ଣ ସଚେତନ ରହିବାର ଅଛି। ଆମର ଆଜି ବହୁତ ସଚେତନ ନାହିଁ। ଆଜି ଆମେ ସଚେତନ ରହିବା। ଆଜି ଅନେକ ପ୍ରିୟ ଲୋକମାନଙ୍କୁ କହୁଅଛି, ଆଜି ସଚେତନ ରୁହ। ସବୁ ଜିନିଷରେ, ସବୁ କାମରେ, ସବୁ କ୍ଷେତ୍ରରେ, ଆମର ପର୍ସନାଲ, ଆମର ବ୍ୟକ୍ତିଗତ ଲାଇଫରେ ଆମେ ସଚେତନ ରହିବାର ଅଛି। ତାପରେ ପୁଣି ଯୀଶୁଖ୍ରୀଷ୍ଟ ପ୍ରକାଶ ହେବା ଯେଉଁ ଅନୁରୋଧ ପ୍ରତି ବର୍ତ୍ତିବ। ପ୍ରଭୁ ଯୀଶୁରେ ଆମେ ଅନୁଗ୍ରହ ପାଇବା। ଆଜି ଆମେ ସଚେତନ ରହିବାର ଅଛି। ଆଜି ଅନେକ ପ୍ରଭୁ ଯୀଶୁକୁ ଆମେ ଜାଣିଅଛୁ, ରାଇଟ୍ କଥା। ଆମର କ'ଣ ବ୍ୟକ୍ତିଗତ ଭୁଲ ରହୁଛି, ବ୍ୟକ୍ତିଗତ ଅନ୍ୟାୟ ଅତ୍ୟାଚାର ପାପ ହେଉଛି, ସେ ବ୍ୟକ୍ତିଗତ ଆମେ ସେଥିରୁ ଦୂରେଇକି ସଚେତନ ଯେତେବେଳେ ରହିବା, ଯାଇକି ପ୍ରଭୁ ଆମକୁ କ'ଣ ଅନୁଗ୍ରହ କରିବେ, ଆଶୀର୍ବାଦ କରିବେ, ସବୁ ଦୟା କରିବେ। ହାଲେଲୁୟା। ସେଥିରେ ସମ୍ପୂର୍ଣ୍ଣ ରୂପରେ ଭରସା ରଖ। ଆମେ କ'ଣ ପରମେଶ୍ୱର ପାଖରେ, ଯୀଶୁଖ୍ରୀଷ୍ଟରେ ସମ୍ପୂର୍ଣ୍ଣ ଭରସା ରଖିବାର ଅଛି। ଆମେ ଯେତେବେଳେ ସଚେତନ ହୋଇକି ଚାଲିବା, ପ୍ରଭୁଙ୍କୁ ତାରେ ଭରସା ରଖିବା, ପ୍ରଭୁ ବାଧ୍ୟତା କାମ କରିବେ ଆମମାନଙ୍କ ମାଧ୍ୟମରେ। ଯାହାକି ଆମେ ଦେଖିବା ରୋମିଓ 12:2 କ'ଣ ଲେଖାଯାଇଛି? ରୋମିଓ 12:2 କ'ଣ ଲେଖାଯାଇଛି? ଅତଏବ ଏହି ବର୍ତ୍ତମାନ ଯୁଗରେ ଅନୁତାପୀ ହୁଅ। ଅତଏବ ଏହି ବର୍ତ୍ତମାନ ଯୁଗର ଅନୁରୂପୀ ହୁଅ ନାହିଁ, କିନ୍ତୁ ଯେପରି ତୁମର ଈଶ୍ୱରଙ୍କ ଇଚ୍ଛା କ'ଣ, ଅର୍ଥାତ୍ ଉତ୍ତମ, ସୁଗ୍ରାହ୍ୟ ଓ ସିଦ୍ଧ ବିଷୟ କ'ଣ, ଏହା ପରୀକ୍ଷା କରି ଜାଣିପାର। ଏଥିରେ ଆପଣ ମନ ରୂପ ନୂତନ ଦ୍ୱାରା ପରିବର୍ତ୍ତିତ ହୁଅ। ଅତଏବ ଏହି ବର୍ତ୍ତମାନ ଯୁଗର ଅନୁରୂପୀ ହୁଅ ନାହିଁ। ଯେହେତୁ ଆମେ ଏଇ ଜଗତରେ ଅଛୁ, ଏଇ ଜଗତର ଏଥିରେ ଆମେ ଅନୁରୂପୀ ହେବା ନାହିଁ। ଏଇ ଜଗତ ଯେମିତି ଯାଉ, ଏଇ ମାନବ ଜାତି ସଂସାର ଲୋକ ଯେମିତି ଯାଉ, ତାଙ୍କ ସହିତ ଆମେ ଚାଲିପାରିବା ନାହିଁ। ଯେହେତୁ ଆମେ ପରମେଶ୍ୱରକୁ ଜାଣିଅଛୁ, ଯୀଶୁଖ୍ରୀଷ୍ଟକୁ ଜାଣିଅଛୁ, ଆମେ କ'ଣ ପ୍ରଭୁଙ୍କର ଇଚ୍ଛା ଅନୁଯାୟୀ ଚାଲିବାର ଅଛି। ଆଜି କିଛି କିଛି ପ୍ରିୟ ଯେଉଁମାନେ ପ୍ରଭୁକୁ ଜାଣିଅଛ, ସେମାନଙ୍କୁ କହୁଅଛି, ଆଜି କ'ଣ ପରମେଶ୍ୱର ଇଚ୍ଛା ନ କାଟିକି ନିଜ ବୁଦ୍ଧିରେ ମଣିଷକୁ ଫଲୋ କରିକି ଚାଲୁଅଛନ୍ତି। ମଣିଷକୁ ଅନୁସରଣ କରୁନାହିଁ, ପ୍ରଭୁଙ୍କର ବାକ୍ୟକୁ ଅନୁସରଣ କରି ସଚେତନ ହୁଅ। ଯେପରି ତୁମର ଈଶ୍ୱର ଇଚ୍ଛା କ'ଣ, କିନ୍ତୁ ଯେପରି ତୁମର ଈଶ୍ୱରଙ୍କ ଇଚ୍ଛା କ'ଣ, ଈଶ୍ୱରଙ୍କ ଇଚ୍ଛା କ'ଣ ଆମେ ଜାଣିବାର ଅଛି। ଆଜି ଆମେ ବାକ୍ୟ ଶ୍ରବଣ କରୁଛୁ ପ୍ରତ୍ୟେକ ଦିନ ୟୁଟ୍ୟୁବରେ,
ମଣ୍ଡଳୀରେ ବିଭିନ୍ନ ପ୍ରଭୁଙ୍କ ଦାସମାନଙ୍କୁ ଈଶ୍ୱରଙ୍କ ଇଚ୍ଛା ନେଇ ଆଜି ଚାଲିବା ଲାଗି ବହୁତ କମ୍ ମିଳିବେ। ଈଶ୍ୱରଙ୍କ ଇଚ୍ଛା, ଈଶ୍ୱର ପ୍ରତ୍ୟେକ ମୁହୂର୍ତ୍ତରେ କଥା କହୁଛନ୍ତି, ପ୍ରତ୍ୟେକ ସମୟରେ ଆମର ହୃଦୟରେ କଥା ହୁଏ, ଏ କାମ କରେ ନାହିଁ, ସେ ଜାଗାକୁ ଯା ନାହିଁ, ସେ କାମ କରେ ନାହିଁ, ସେଇଥିକୁ ଯା ନାହିଁ, ସେଇଥିକୁ ଆସେ ନାହିଁ ବୋଲିକି ଈଶ୍ୱର ଆମେ କ'ଣ ସଚେତନ ହେଇକି ଚାଲିବାର ଅଛି। ହତାର ଉତ୍ତମ ସୁଗ୍ରାହ୍ୟ କରିବାର ଅଛି। ଯେଉଁଟା ଆଜି ଉତ୍ତମ ଜିନିଷ ନାହିଁ ସେଥିରେ ଆଜି ପ୍ରିୟ ଯେଉଁମାନେ ପରମେଶ୍ୱରକୁ ଜାଣିଅଛ, ଈଶ୍ୱରକୁ ଜାଣିଅ, ସେଇଥିରେ ଆମେ କାର୍ଯ୍ୟ କରୁନାହିଁ। ପରମେଶ୍ୱରକୁ ଯଦି ଆମେ ବିଶ୍ୱାସ କରୁ, ପରମେଶ୍ୱର ଇଚ୍ଛା କାର୍ଯ୍ୟ କରିବାର ଅଛି। ଯେଟା ପରମେଶ୍ୱର ଦୃଷ୍ଟିରେ ଉତ୍ତମ ନାହିଁ ସେ କାର୍ଯ୍ୟମାନ ଆଜି କରୁଅଛନ୍ତି। ପ୍ରିୟ ଲୋକମାନଙ୍କୁ କହୁଛି, ଆଜି ପରମେଶ୍ୱରରୁ ଆମେ କ'ଣ ପାଇଁ ଆଶୀର୍ବାଦ ପାଇପାରୁନାହିଁ? ଯେନ୍ଟା କ'ଣ ଉତ୍ତମ ସୁଗ୍ରାହ୍ୟ, ଉତ୍ତମ କାମ କରିବାର ଅଛି। ମାନେ ଓ ସିଦ୍ଧ ବିଷୟ କ'ଣ? ଆମେ ସିଦ୍ଧ ବିଷୟକୁ ଅନୁସରଣ କରିବାର ଅଛି, ସିଦ୍ଧ ବିଷୟରେ ଆମେ ଚାଲିବାର ଅଛି। ତାପରେ ଯାଇକି ଆମେ ଯଦି ସିଦ୍ଧ ଆମର କ'ଣ କାମ କ୍ଷେତ୍ରରେ ଆମର ଏଇ ଶରୀରକୁ ଆମର କଥାବାର୍ତ୍ତା ସବୁ ସିଦ୍ଧ ପବିତ୍ର ହେବାର ଅଛି। ଆଜି କ'ଣ ଆମେ ମଣ୍ଡଳୀରେ ଦେଖାନିଆ, ଆଜି ପାଳକମାନଙ୍କୁ ଦେଖାନିଆ କରୁଛୁ, କେବଳ ପରମେଶ୍ୱର ଦୃଷ୍ଟିରେ ଯଦି ଆମେ ବିଶ୍ୱାସ କରୁ, ଆମେ କ'ଣ ସିଦ୍ଧ ବିଷୟରେ ଚାଲିବାର ଅଛି। ଯାଇ ଧନ୍ୟବାଦ, ପୁରାତନ ଲେଖାଯାଇ ଯୋସେଫ ସେ ଯାଇ ପରମେଶ୍ୱରରେ ଉତ୍ତମ ଭାବରେ ସିଦ୍ଧରେ ଚାଲିଲେ, କଷ୍ଟ ନିନ୍ଦା ତାରଣ ଆସୁଥିଲେ ବି ସିଦ୍ଧ ପବିତ୍ର ଜୀବନ କାଟୁଥିଲେ। ହାଲେଲୁୟା। ଏହା ପରୀକ୍ଷା କରି ଜାଣିପାର, ଆମେ ପରୀକ୍ଷା କରିବାର ଅଛି ମୁଁ କେଉଁ ଅବସ୍ଥାରେ ଅଛି, କି ଅବସ୍ଥାରେ ଚାଲିଛି, କ'ଣ ଆଜି ପ୍ରଭୁଙ୍କ ଦାସମାନେ ଆମକୁ ମଣ୍ଡଳୀରେ ଶିକ୍ଷା ଦେଉଛନ୍ତି। ଯାହାକି ଆମେ ପ୍ରତ୍ୟେକ ରବିବାର ମଣ୍ଡଳୀ ଯାଉଅଛୁ, କ'ଣ ପ୍ରଭୁଙ୍କ ଦାସମାନେ ଆମକୁ କହୁଛନ୍, ନାମ ନେଲେ ବି ସେ ବାକ୍ୟ କାହା ପାଇଁ କୁହାଯାଉଛି ବୋଲିକି ଏଇଠି କ'ଣ କଲା, ଏହା ପରୀକ୍ଷା କରି ଜାଣିପାର। ପ୍ରଭୁଙ୍କ ବାକ୍ୟ ଦ୍ୱାରା ଆମେ ସତର୍କ ହେଇକି ଚାଲିବାର ଅଛି। ପ୍ରିୟ ଲୋକମାନଙ୍କୁ ଯେଉଁମାନେ ଆଜି ପରମେଶ୍ୱରକୁ ଯୀଶୁଖ୍ରୀଷ୍ଟକୁ ବିଶ୍ୱାସ କରୁଅଛ, ଆଜି ଅନେକ ଲୋକ ପ୍ରଭୁଙ୍କ ବାକ୍ୟ ଜାଣିଛନ୍ତି, ଅନେକ ଜାଗାକୁ ଯାଉଛନ୍ତି, କିନ୍ତୁ ପ୍ରଭୁଙ୍କ ବାକ୍ୟକୁ ନିଜ ଜୀବନରେ ଲାଗୁ କରିପାରୁନାହାନ୍ତି। ଯେତେବେଳେ ଆମେ ପ୍ରଭୁଙ୍କର ବାକ୍ୟକୁ ନିଜ ଜୀବନରେ ଲାଗୁ କରିକି ଚାଲିବା, ପ୍ରଭୁ ଆମ ଦ୍ୱାରା ମହିମା ପାଇବେ, ଅନେକ ଲୋକ ପ୍ରଭୁଙ୍କର ପରିଚୟ ପାଇପାରିବେ। ହାଲେଲୁୟା। ଏଥିପାଇଁ ଆପଣ ମନର ନୂତନ ଦ୍ୱାରା ପରିବର୍ତ୍ତିତ ହୁଅ। ଏଥି ନିମନ୍ତେ ଆପଣର ମନ ରୂପ ନୂତନକରଣ ଦ୍ୱାରା ଆମର ମନକୁ ବି ଆମେ ନୂତନ କରିବାର ଅଛି। ଆମର ମନ କଥା ସବୁ କିଛି ଆମର ଯେନ୍ ଚାଲି ଧାରି ସବୁ ନୂତନ କରିକି ଆମେ ନୂତନ ସ୍ୱଭାବରେ ଚାଲିବାର ଅଛି। ଆଜି ଆଜି ଆମେ ପରମେଶ୍ୱରକୁ ବିଶ୍ୱାସ କରୁ, ଆମେ ନୂତନ ସ୍ୱଭାବ ପାଇପାରିନି। ହେତା ଆମେ ନୂତନ ଭାବରେ ଚାଲିପାରୁନାହିଁ, ଆମେ ନୂତନ ଭାବରେ ଚାଲିବାର ଅଛି। ଯେହେତୁ ଆମେ ପରମେଶ୍ୱରକୁ ବିଶ୍ୱାସ ଆମ ନୂତନ ହେବାର ଅଛି। ଆମେ ଯେତିକି ବେଳେ କ'ଣ ଅନ୍ଧକାର ଥିଲା, ସେ ସମାଜରେ ଥିଲା, ସେ ସମାଜରୁ ଯେହେତୁ ବାହାରିକି ଆସିଅଛୁ, ଆମର ସବୁକୁ ନୂତନ ହେବାର ଅଛି, ନୂତନ ହେବାର ଅଛି। ତାପରେ ଯାଇକି ଜାଣିପାରିବି ଗୋଟେ ଈଶ୍ୱରଙ୍କ ସନ୍ତାନ, ପରମେଶ୍ୱର ସନ୍ତାନ ବୋଲିକି। ଏହି ଛୋଟିଆ ବାକ୍ୟ ଦେଇ ପ୍ରଭୁ ସମସ୍ତଙ୍କୁ ଆଶୀର୍ବାଦ କରନ୍ତୁ। ପ୍ରାର୍ଥନା କରିକି ସମାପ୍ତ କରିବା। ହାଲେଲୁୟା। ଧନ୍ୟବାଦ ଯୀଶୁ, ତୁମେ ମହାନ ପରମେଶ୍ୱର, ସୁନ୍ଦର ସମାଜର ବାପା ପ୍ରଭୁ, ତୁମରି ପବିତ୍ର ବାକ୍ୟ କହିଲେ ବାପା, ସମସ୍ତେ ସଚେତନ ହେଇକି ଚାଲିବେ ବାପା ପ୍ରଭୁ, ସମସ୍ତଙ୍କୁ ସାହାଯ୍ୟ ଏଇ ବାକ୍ୟରେ ସମସ୍ତଙ୍କୁ ଆଶୀର୍ବାଦ କର ପ୍ରଭୁ। ପ୍ରାର୍ଥନା ଶୁଣି ଛୋଟ ପ୍ରାର୍ଥନା ପ୍ରଭୁ ଯୀଶୁ ମାଗୁଛି, ଆମେନ୍। ସମସ୍ତଙ୍କୁ ବି ସେୟାର করব, ଲାଇକ୍ ବି করব, କମେଣ୍ଟ করব, ଅଧିକ ମାତ୍ରାରେ ସେୟାର করব। ପ୍ରଭୁଙ୍କ ବାକ୍ୟ ଅନେକ ଲୋକ ଆଶୀର୍ବାଦ ପାଇବେ।